नमस्कार। अच्छा, राजनैतिक सिद्धांत এই শব্দটা শুনিলে মনকু কণ আসে? ବୋଧହୁଏ ମୋଟା ମୋଟା ବହି ଆଉ ବହୁତ ଜଟିଳ ଧାରଣା, ଠିକ୍ ନା? କିନ୍ତୁ ସତ କହିବାକୁ ଗଲେ କଥାଟା ସେମିତି ବିଲକୁଲ ନୁହେଁ। ବରଂ ଏହା ଏମିତି ଏକ ଶକ୍ତିଶାଳୀ ଉପକରଣ ଯାହା ଆମ ଚାରିପାଖର ଦୁନିଆକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଏହି ବିଷୟ ଭିତରକୁ ଯିବା ଆଉ ଦେଖିବା ଏହା ଆମ ଜୀବନ ସହ କେମିତି ଜଡ଼ିତ। ଆସନ୍ତୁ ଗୋଟେ ବହୁତ ସାଧାରଣ ପ୍ରଶ୍ନରୁ ଆରମ୍ଭ କରିବା, ଯାହା ବିଷୟରେ ଆମେ ସମସ୍ତେ କେବେ ନା କେବେ ନିଶ୍ଚୟ ଭାବିଛେ। ସ୍ୱାଧୀନତାର ପ୍ରକୃତ ମାନେ କ'ଣ? ଏହାର ଅର୍ଥ କ'ଣ ଯାହା ଇଚ୍ଛା ତାହା କରିବା? ନା ଏହାର କିଛି ସୀମାରେଖା ବି ଅଛି? ଆଉ ଜାଣନ୍ତି, ଠିକ୍ ଏଇଭଳି ମୌଳିକ ପ୍ରଶ୍ନରୁ ହିଁ ରାଜନୀତିକ ସିଦ୍ଧାନ୍ତର ଯାତ୍ରା ଆରମ୍ଭ ହୋଇଥାଏ। ତେବେ ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଗରୁ ଚାଲନ୍ତୁ ପ୍ରଥମେ ଏକଦମ ସ୍ପଷ୍ଟ ହୋଇଯିବା ଯେ ରାଜନୈତିକ ସିଦ୍ଧାନ୍ତ ଜିନିଷଟା ପ୍ରକୃତରେ କ'ଣ। ଏଇଟା ହିଁ ଆମ ଆଲୋଚନାର ମୂଳଦୁଆ, ଯାହା ଆଗକୁ ସବୁକିଛି ବୁଝିବାରେ ସହଜ ହେବ। ଯଦି ଏକଦମ ସରଳ ଭାଷାରେ କହିବା ତାହେଲେ ରାଜନୈତିକ ସିଦ୍ଧାନ୍ତ ହେଉଛି ରାଜନୀତି ବିଜ୍ଞାନର ଗୋଟେ ଭାଗ। ଏହା କେବଳ ଏଇଟା ଦେଖେନି ଯେ ଆଜିର ସରକାର କେମିତି ଚାଲିଛି, ବରଂ ଏହା ଆଗକୁ ଯାଇ ଚିନ୍ତା କରେ ଯେ ଗୋଟେ ଭଲ ସମାଜ କେମିତି ହେବା କଥା, ଗୋଟେ ଆଦର୍ଶ ସରକାରର ରୂପରେଖା କ'ଣ ହେବା ଦରକାର। ଆଉ ଜଣେ ପ୍ରସିଦ୍ଧ ଚିନ୍ତାନାୟକ ଅଛନ୍ତି ଡେଭିଡ୍ ହଲ୍ଡ। ସେ ଏକ ବହୁତ ମଜାଦାର କଥା କହିଛନ୍ତି। ସେ କୁହନ୍ତି, ରାଜନୈତିକ ସିଦ୍ଧାନ୍ତ ହେଉଛି ଗୋଟେ ଟୁଲକିଟ୍ ଭଳି। ଭାବି ଦେଖନ୍ତୁ, ଯେମିତି ଜଣେ ମେକାନିକ୍ ପାଖରେ ସବୁ ଯନ୍ତ୍ରପାତି ଥାଏ, ଠିକ୍ ସେମିତି ଏହି ଟୁଲକିଟ୍ରେ ଥିବା ଧାରଣାଗୁଡ଼ିକ ଆମକୁ ରାଜନୀତିର ବଡ଼ ବଡ଼ ଜଟିଳ କଥାକୁ ବୁଝିବାରେ ସାହାଯ୍ୟ କରେ। ତେବେ ଏହି ଯେଉଁ ଧାରଣା, ଏହି ଯେଉଁ ବିଚାର, ଏଗୁଡ଼ାକ କ'ଣ ଆକାଶରୁ ଖସିଛି? ନା, ଏହା ପଛରେ ଅଛନ୍ତି କିଛି ବଡ଼ ବଡ଼ ଚିନ୍ତାନାୟକ, ଯେଉଁମାନେ ସମାଜକୁ ନେଇ କିଛି ମୌଳିକ ପ୍ରଶ୍ନ ପଚାରିଥିଲେ। ଆସନ୍ତୁ ସେମାନଙ୍କ ବିଷୟରେ ଟିକେ ଜାଣିବା। ଆଚ୍ଛା ଦେଖନ୍ତୁ, ପ୍ଲାଟୋଙ୍କ କଥା ଭାବନ୍ତୁ। ତାଙ୍କ ମତରେ ଗୋଟେ ଆଦର୍ଶ ରାଜ୍ୟ କେବଳ ଜଣେ ଜ୍ଞାନୀ ଦାର୍ଶନିକ ରାଜା ହିଁ ଚଳାଇ ପାରିବେ, ଭୋଟ ଦେଇ ବଛା ହୋଇଥିବା ନେତା ନୁହେଁ। ଆଉ ତାପରେ ଆସିଲେ ଜନ୍ ଲକ୍। ଆଜି ଆମେ ଯେଉଁ ଗଣତନ୍ତ୍ର ଦେଖୁଛେ, ତାର ମୂଳଦୁଆ ସେହି ପକାଇଥିଲେ। ସେ କହିଲେ, ସରକାର ଲୋକଙ୍କ ସହମତିରେ ଚାଲିବ ଆଉ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବ। ଆଉ କାର୍ଲ ମାର୍କସ, ତାଙ୍କ ଦୃଷ୍ଟିରେ ପୁରା ସମାଜଟା ଥିଲା ଦୁଇ ଭାଗରେ ବିଭକ୍ତ। ଗୋଟେ ପଟେ ପୁଞ୍ଜିପତି ଆଉ ଅନ୍ୟ ପଟେ ଶ୍ରମିକ, ଆଉ ଏମାନଙ୍କ ଭିତରେ ସବୁବେଳେ ସଂଘର୍ଷ ଲାଗି ରହିଛି। ତେବେ ଏହି ବିଚାରଗୁଡ଼ିକ କେବଳ ବହିର କଥା ନୁହେଁ, ଏହା ଆଜିର ଦୁନିଆକୁ ପ୍ରକୃତରେ ଗଢ଼ିଛି। ଆଚ୍ଛା, ଏତେ ସବୁ ତ ଜାଣିଲେ, କିନ୍ତୁ ମୂଳ ପ୍ରଶ୍ନ ହେଉଛି ଏସବୁର ଦରକାର କ'ଣ? ଏଟା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଚାଲନ୍ତୁ ଏବେ ସେଇ ବିଷୟର କଥା ହେବା। ଏହାର ଗୁରୁତ୍ୱ ଅନେକ। ପ୍ରଥମ କଥା ହେଲା, ଏହା ସ୍ୱାଧୀନତା କିମ୍ବା ନ୍ୟାୟ ଭଳି ବଡ଼ ବଡ଼ ଶବ୍ଦର ଅସଲ ମାନେ କ'ଣ ତାହା ବୁଝିବାରେ ସାହାଯ୍ୟ କରେ। ଦ୍ୱିତୀୟରେ, ଏକ ଭଲ ସରକାର କେମିତି ହେବା କଥା ସେଥିପାଇଁ ଏକ ରୋଡମ୍ୟାପ୍ ଦିଏ। ଆଉ ଖାଲି ସେତିକି ନୁହେଁ, କୌଣସି ରାଜନୀତିକ ବ୍ୟବସ୍ଥାକୁ ଦେଖି ତାର ଭଲ ମନ୍ଦ ବିଷୟରେ ଚିନ୍ତା କରିବାର ଶକ୍ତି ମଧ୍ୟ ଦିଏ। ଏସବୁ ଜାଣିବା ପରେ ଜଣେ ସଚେତନ ନାଗରିକ ହୋଇପାରିବ। ଆଉ ଆଜିକାଲିରେ ଯେତେ ସବୁ ଜଟିଳ ସମସ୍ୟା ଅଛି, ତାର ସମାଧାନ ପାଇଁ ନୂଆ ଦିଗ ମଧ୍ୟ ମିଳେ। ସବୁଠୁ ବଡ଼ କଥା ହେଲା, ଏହା ଦୁନିଆକୁ ବୁଝିବା ପାଇଁ ଆମକୁ ଏକ ନୂଆ ଚଷମା ପିନ୍ଧାଇ ଦିଏ। ଆସନ୍ତୁ ଗୋଟେ ଉଦାହରଣ ନେବା। ଆମେ ଯେଉଁ ଟୁଲକିଟ୍ କଥା କହୁଥିଲେ, ସେଇଟା ଏଠି କାମରେ ଆସେ। ରାଜନୈତିକ ସିଦ୍ଧାନ୍ତ ହିଁ ଆମକୁ ସାହାଯ୍ୟ କରେ ଗଣତନ୍ତ୍ର ଆଉ ଏକଛତ୍ରବାଦ ଭିତରେ ଥିବା ଫରକକୁ ସ୍ପଷ୍ଟ ଭାବରେ ବୁଝିବା ପାଇଁ। କେଉଁ ବ୍ୟବସ୍ଥାରେ କ୍ଷମତା ଲୋକଙ୍କ ହାତରେ ଆଉ କେଉଁଠି ଲୋକଙ୍କ ଅଧିକାରକୁ ସମ୍ମାନ ଦିଆଯାଉଛି, ଏସବୁ ଆମେ ସେଇଥିପାଇଁ ଜାଣିପାରୁ। ହେଲେ ଗୋଟେ ପ୍ରଶ୍ନ ଆସୁଥିବ, ଏସବୁ ତ ପୁରୁଣା କଥା, ପୁରୁଣା ବହିର ଜ୍ଞାନ। ଆଜିର ଦୁନିଆରେ ଏହାର କ'ଣ କାମ? କିନ୍ତୁ କଥାଟା ସେମିତି ନୁହେଁ। ରାଜନୈତିକ ସିଦ୍ଧାନ୍ତ ଏବେ ବି ସେତିକି ହିଁ ପ୍ରାସଙ୍ଗିକ। ଆଜିକା ଦିନରେ ଆମେ ଯେଉଁ ସବୁ ବଡ଼ ବଡ଼ ସମସ୍ୟାର ସାମ୍ନା କରୁଛେ, ଯେମିତିକି ମାନବିକ ଅଧିକାର, ପରିବେଶର ସୁରକ୍ଷା କିମ୍ବା ସାରା ଦୁନିଆରେ ଥିବା ଆର୍ଥିକ ଅସମାନତା, ଏସବୁକୁ ବୁଝିବାକୁ ହେଲେ ରାଜନୈତିକ ସିଦ୍ଧାନ୍ତର ସାହାଯ୍ୟ ନେବାକୁ ପଡ଼ିବ। ଏହା ଆମକୁ କେବଳ ସମସ୍ୟାଗୁଡ଼ିକୁ ଦେଖାଏ ନାହିଁ, ବରଂ ତାର ସମାଧାନ ପାଇଁ ଏକ ନୈତିକ ରାସ୍ତା ମଧ୍ୟ ଦେଖାଏ। ତେବେ ଏତେ ସବୁ ଆଲୋଚନା ପରେ ଆମେ କେଉଁଠି ପହଞ୍ଚିଲେ? ଏହାର ମୂଳ ଲକ୍ଷ୍ୟ କ'ଣ? ମୂଳ ଲକ୍ଷ୍ୟ ହେଉଛି ଗୋଟିଏ, ଏକ ଉନ୍ନତ ସମାଜ ଗଠନ କରିବା। ତେଣୁ ସିଧା କଥା ହେଉଛି, ରାଜନୈତିକ ସିଦ୍ଧାନ୍ତ ସ୍ୱାଧୀନତା ଓ ନ୍ୟାୟ ଭଳି ଧାରଣାକୁ ବୁଝିବାରେ, କେଉଁ ବ୍ୟବସ୍ଥା ଭଲ, କେଉଁଟା ଖରାପ, ତାର ମୂଲ୍ୟାଙ୍କନ କରିବାରେ ଆମକୁ ସାହାଯ୍ୟ କରେ। ଆଉ ସବୁଠୁ ବଡ଼ କଥା, ଏକ ନ୍ୟାୟପୂର୍ଣ୍ଣ ଓ ଗଣତାନ୍ତ୍ରିକ ସମାଜ କିପରି ଗଠନ ହେବ, ସେଥିପାଇଁ ସରକାରକୁ ବାଟ ଦେଖାଏ। ଏହା ଆମ ଚିନ୍ତାକୁ ସ୍ପଷ୍ଟ କରେ, ଆମକୁ ପ୍ରଶ୍ନ ପଚାରିବାକୁ ସାହସ ଦିଏ ଆଉ ଏକ ଭଲ ସମାଜ ପାଇଁ କାମ କରିବାକୁ ପ୍ରେରଣା ଯୋଗାଏ। ଆମେ ଏହି ଆଲୋଚନାର ଶେଷରେ ପହଞ୍ଚିଛୁ, କିନ୍ତୁ ଯିବା ପୂର୍ବରୁ ଗୋଟେ ପ୍ରଶ୍ନ ଛାଡ଼ି ଯାଉଛି।
ଯଦି ରାଜନୈତିକ ସିଦ୍ଧାନ୍ତ ଆମକୁ ଗୋଟେ ଭଲ ସମାଜର ବ୍ଲୁପ୍ରିଣ୍ଟ ବା ନକ୍ସା ଦେଇଦିଏ, ତେବେ ପ୍ରଶ୍ନ ଉଠୁଛି ସେହି ସମାଜକୁ ଗଢ଼ିବ କିଏ? ଏହାର ନିର୍ମାଣ ଦାୟିତ୍ୱ କାହାର? ବୋଧହୁଏ ଏହାର ଉତ୍ତର ଆମ ସମସ୍ତଙ୍କୁ ମିଳିମିଶି ଖୋଜିବାକୁ ପଡ଼ିବ।